ଆଜି ଆମେ ଆଲୋଚନା କରିବା ବୈକୁଣ୍ଠନାଥ ପଟ୍ଟନାୟକଙ୍କ ଯାତ୍ରା ସଙ୍ଗୀତ କବିତା। ତ କବି ବୈକୁଣ୍ଠନାଥଙ୍କ ଯାତ୍ରା ସଙ୍ଗୀତ କବିତା ଏକ ରହସ୍ୟବାଦୀ କବିତା। ତ ପ୍ରଥମେ ଆମେ ବୈକୁଣ୍ଠନାଥ ପଟ୍ଟନାୟକଙ୍କ ବିଷୟରେ ଜାଣିନେବା। କବି ବୈକୁଣ୍ଠନାଥ ପଟ୍ଟନାୟକ ସବୁଜ କାବ୍ୟ ଚେତନାର ଅନ୍ୟତମ ଶ୍ରେଷ୍ଠ ବିନ୍ଧାଣୀ। ସବୁଜ କାବ୍ୟଧାରାକୁ ଯେଉଁମାନେ ସ୍ନିଗ୍ଧ ଓ ସୁନ୍ଦର କରି ଗଢ଼ି ତୋଳିଛନ୍ତି ସେମାନେ ହେଲେ ଅନନ୍ତ ଶଙ୍କର ରାୟ, କାଳିନ୍ଦୀ ଚରଣ ପାଣିଗ୍ରାହୀ, ବୈକୁଣ୍ଠନାଥ ପଟ୍ଟନାୟକ, ହରିହର ମହାପାତ୍ର, ଶରତଚନ୍ଦ୍ର ମୁଖାର୍ଜୀ ପ୍ରମୁଖ କବି। ତ କବି ବୈକୁଣ୍ଠନାଥ ପଟ୍ଟନାୟକ 1904 ମସିହାରେ କଟକ ଜିଲ୍ଲା ବଡ଼ମ୍ବାଠାରେ ଜନ୍ମଗ୍ରହଣ କରିଥିଲେ। ସେ 1921ରୁ 1935 ମସିହା ମାତ୍ର 15 ବର୍ଷ ଭିତରେ ଏହି ସବୁଜ କବିଙ୍କ ଆବିର୍ଭାବ ସବୁଜ ଯୁଗ ନାମରେ ନାମିତ ହୋଇଥିଲେ। ଏହାକୁ ଏକ ଯୁଗ ନ କହି ଯୁଗ ଭାଷାର ଆଖ୍ୟା ମଧ୍ୟ କେତେକ ସମାଲୋଚକ ଦେଇଛନ୍ତି। ପ୍ରଥମ ବିଶ୍ୱଯୁଦ୍ଧ ପରେ ଏହାର ଭୟାବହତା ତା'ର ମାନସିକତାକୁ ପରିବର୍ତ୍ତନ କଲା। ଫଳରେ ସେ ଧ୍ୱଂସସ୍ତୂପ ଉପରେ କବି ଆଉ ତା'ର ମାନସିକତାକୁ ଧରି ରଖି ପାରିଲା ନାହିଁ। ସେମାନେ ସ୍ୱପ୍ନପୁରୀରେ ନୀଳ ରଚନା କରି ରହିବାକୁ ପସନ୍ଦ କଲେ। ଫଳରେ କବି ହୋଇ ଉଠିଲା କଳ୍ପନାପ୍ରବଣ। ପଦ୍ମ ଭୂଗୋଳ ଯୌବନ ତାଙ୍କ କବିତାର ଆଧାର ହୋଇ ଉଠିଲା। ତ କବି ବୈକୁଣ୍ଠନାଥ ତାଙ୍କ ସୃଷ୍ଟିଗୁଡ଼ିକରେ ଜୀର୍ଣ୍ଣ ମଳିନ ସମାଜକୁ ତାରୁଣ୍ୟରେ ଭରି ଦେବାକୁ ଚାହିଁଛନ୍ତି। ସେ ଥିଲେ ରହସ୍ୟବାଦୀ କବି। ତାଙ୍କର କେତେକ କବିତା ହେଉଛି ଉତ୍ତରାୟଣ, ବିଲ୍ୱ ମଙ୍ଗଳ, କାବ୍ୟ ସଞ୍ଚୟନ, ଉପେକ୍ଷିତା, ମୁକ୍ତିପଥୀ, ଅରୁଣଶ୍ରୀ ଇତ୍ୟାଦି। ସେ 1965 ମସିହାରେ ଉତ୍ତରାୟଣ କବିତା ସଂକଳନ ପାଇଁ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପାଇଛନ୍ତି। ତ କବି ବୈକୁଣ୍ଠନାଥଙ୍କ ଯାତ୍ରା ସଙ୍ଗୀତ କବିତା ଏକ ବିଭୁ ଚେତନା ଧର୍ମୀ ନିବେଦିତ ଅର୍ଘ୍ୟ। ଏଥିରେ କବି ଜୀବଜଗତ ଓ ଜଗତକର୍ତ୍ତାଙ୍କର ରହସ୍ୟ ବିଷୟରେ ପାଠକକୁ ସଚେତନ କରିବାକୁ ଚେଷ୍ଟା କରିଛନ୍ତି। ତ ଦିବ୍ୟ ଚେତନା କବି ପ୍ରାଣର ଜ୍ୱଳନକୁ ଶୀତଳ ସ୍ପର୍ଶ ପ୍ରଦାନ କରିଛି। ତୃଷାର୍ତ୍ତକୁ ଜଳ, ଅନ୍ଧକୁ ଯଷ୍ଟି ପରି କବି ମାୟାମୋହ ଭିତରୁ ମୁକ୍ତି ପାଇଁ ଭଗବାନଙ୍କ ଶରଣାପନ୍ନ ହୋଇଛନ୍ତି। ସଂସାରର ରୌଦ୍ରତାପ କବି ପ୍ରାଣକୁ ଦଗ୍ଧ କରିଛି। ତେଣୁ ସେ ଶୀତଳ ସ୍ପର୍ଶ ପାଇବାକୁ ବ୍ୟାକୁଳ ହୋଇଛନ୍ତି। ସଂସାରର କ୍ଷଣିକ, ଅଳିକ ଓ ସାମୟିକ ଖେଳଘର, ମାତ୍ର ଭଗବାନ ଆତ୍ମାର ଚିର ଆଶ୍ରୟଦାତା। ଏକଥା କବିତାର ପ୍ରତିଟି ପଂକ୍ତିରେ ପ୍ରମାଣିତ ହୋଇଛି। ଯାହାକି ନିତ୍ୟ ବୃନ୍ଦାବନରେ ଲୀଳା କରି ପରମ ତୃପ୍ତି ଲାଭ କରିବା ପାଇଁ ମୋହଗ୍ରସ୍ତ କବି ମନ ବ୍ୟାକୁଳ ହୋଇ ଉଠିଛି। ଯାହା ସତ୍ୟ ତାହା ଚିରନ୍ତନ। ଏହି ଚିରନ୍ତନ ସତ୍ୟକୁ ଗ୍ରହଣ କରିବା ପାଇଁ କବି ବୈକୁଣ୍ଠନାଥ ମର୍ତ୍ତ୍ୟବାସୀଙ୍କୁ ଆହ୍ୱାନ କରିଛନ୍ତି। ତ ସଂସାର ହେଉଛି ଏକ ଦିଗହୀନ ସୀମାହୀନ ଯାତ୍ରାପଥ। ଏଠି ବାଟୋଇ ବାଟ ଭୁଲି ପଥଭ୍ରଷ୍ଟ ହୋଇ ଚାଲି ଥକି ପଡ଼େ ଯେତେବେଳେ ସେତେବେଳେ ବିଭୁପାଦ ରୂପକ ଆଶାବାଳୀର ସାହାଯ୍ୟ ଖୋଜେ। ତ କବି ଯାତ୍ରା ସଙ୍ଗୀତ କବିତାରେ ପ୍ରଥମ ପଦରେ ଭଗବାନଙ୍କୁ ନିଜର ଅନ୍ତରର ପରିତୃପ୍ତ ଭାବନାର ପରିପ୍ରକାଶ କରିଛନ୍ତି। ବିଶ୍ୱନିୟନ୍ତାଙ୍କୁ ବିନମ୍ର ଭାବରେ ପ୍ରାର୍ଥନା କରି କହିଛନ୍ତି ଯେ ତୁମେ ମୋ ପ୍ରାଣ ରୂପକ ପାତ୍ରକୁ ପୂର୍ଣ୍ଣ କରିଛ। ତେଣୁ ମୋତେ କିଛି ଦେଇନାହୁଁ ବୋଲି ମୁଁ କେବେ ବି କହିପାରିବି ନାହିଁ। ତ ସଂସାର ପ୍ରତି ଥିବା ମୋହ ବା ଜଞ୍ଜାଳରୁ ତାଙ୍କୁ ଭଗବାନ ମୁକ୍ତି ଦେଇଥିବାରୁ ସେ ଭଗବାନଙ୍କ ପାଖରେ ନିଜକୁ କୃତଜ୍ଞ ମନେ କରିଛନ୍ତି। ତ ସଂସାରର ସାଗରରେ ତାଙ୍କ ଜୀବନ ରୂପକ ତରିକୁ ସୁରୁଖୁରୁରେ ଚଲାଇ ନେବାକୁ କବି ଭଗବାନଙ୍କୁ ପ୍ରାର୍ଥନା କରିଛନ୍ତି। ପୁଣି ନଦୀ ପାର ହେବା ସହିତ ଭବସାଗରର ସ୍ୱର୍ଗଧାମ କଥା ଏଠାରେ ଉଲ୍ଲେଖ କରାଯାଇଛି, ଯାହା ଭଗବାନଙ୍କ ନିର୍ଦ୍ଦେଶରେ ହୋଇଥାଏ। ଈଶ୍ୱର ହେଉଛନ୍ତି ସର୍ବମୟ କର୍ତ୍ତା। ତାଙ୍କ ଇଙ୍ଗିତରେ
ନିମିଷକ ମଧ୍ୟରେ ସକଳ ପ୍ରାଣୀ ସ୍ୱର୍ଗଧାମକୁ ଯାତ୍ରା କରନ୍ତି। ଭବସାଗର ବା ସଂସାରର ମାୟା ନିମିଷକ ମଧ୍ୟରେ ତାର ତୁଟିଯାଏ। ଈଶ୍ୱରଙ୍କ ଚକ୍ଷୁ ପଲକରେ ବା ଇଙ୍ଗିତରେ ଏ ସୃଷ୍ଟି ଓ ସଚରାଚର ଜୀବଜଗତ ଧରାପୃଷ୍ଠକୁ ଆସନ୍ତି। ପୁଣି ମୁହୂର୍ତ୍ତକ ମଧ୍ୟରେ ନୟନର ପଲକରେ ଅନ୍ତର୍ଧାନ ହୋଇଯାଆନ୍ତି। ତ କବିଙ୍କର ମୋହଭଙ୍ଗ ହୋଇଛି। ସିଏ ଜୀବନ ପାତ୍ରକୁ ପୂର୍ଣ୍ଣ କରିଥିବା ସେହି ସର୍ବମୟ କର୍ତ୍ତାଙ୍କ ଅଭିମାନରେ କ୍ଷଣିକ ସମୟ ପାଇଁ ବୁଝିଥିଲେ ବୋଲି ସ୍ୱୀକାର କରିଛନ୍ତି। ଜୀବନର ସେହି ପରମ ପ୍ରିୟତମଙ୍କୁ ସମର୍ପିତ କରି ମନୋଭାବ ନେଇ ଆତୁର କଣ୍ଠରେ ଡାକିଛନ୍ତି ଓ ତାଙ୍କ ସତ୍ତାକୁ ସ୍ୱୀକାର କରିଛନ୍ତି। ତ ସେ କହୁଛନ୍ତି, ଜୀବନ ପାତ୍ର ମୋ ଭରିଛ କେତେ ମୋତେ, ନ ଦେଲ ବୋଲି କିଛି କହିବି କିଏ ଆଉ। ଜୀବନ ପ୍ରିୟତମ ହରିଛ ମୋ ଭରମ, ତରଣୀ ମୋର ତବ ସାଗରରେ ବୋହିଯାଉ। ତ କବି ଜୀବନର ସମସ୍ତ ଭ୍ରମ ଧାରଣାକୁ ଦୂର କରିଦେଇଥିବା ସେହି ପରମ ପୁରୁଷଙ୍କ ପରମ ଧାମରେ ଜୀବନ ନୌକାକୁ ଭସାଇ ଦେବା ପାଇଁ ମନ ବଳେଇଛନ୍ତି। ତ ସଂସାର ମାୟାରେ ବାନ୍ଧି ହୋଇ କବି ଦୁର୍ଲଭ ଜନ୍ମକୁ ଅସାର ଓ କ୍ଷଣିକ କରିଦେଇଛନ୍ତି। ତେଣୁ ନିଜର ଅସ୍ତିତ୍ୱକୁ ସେ ମାନସ ହଂସ ସହିତ ତୁଳନା କରିଛନ୍ତି। ଆକାଶର ଚଳଚଞ୍ଚଳ ହଂସ ପରି କବିଙ୍କ ଆତ୍ମା ଏ ଭବମାୟାରେ ପଡ଼ି ଭ୍ରମିତ ହୋଇଛି। ତା ଭିତରକୁ ନିଜକୁ ଚାହିଁଲେ ବି ମୁକ୍ତ କରିପାରିନାହାନ୍ତି କବି। ରହସ୍ୟବାଦୀ ଏହି ଆତ୍ମା କେତେବେଳେ ଆସେ, କେତେବେଳେ ଉଡ଼ିଯାଏ ବା ଅଦୃଶ୍ୟ ହୋଇଯାଏ, ତାକୁ କେହି ଜାଣିପାରନ୍ତି ନାହିଁ ବା ତା ଭେଦ ରହସ୍ୟ କରିପାରନ୍ତି ନାହିଁ। ଜନ୍ମ ଓ ମୃତ୍ୟୁ ଯେ ସେ ରହସ୍ୟମୟ କର୍ତ୍ତାଙ୍କ ଖେଳ, ସେ ବୃଥାରେ ଭ୍ରମିତ ନ ହୋଇ ସକଳ ଭୋଗ ବିଳାସରୁ ଦୂରେଇ ନିଜ ମାନସ ହଂସକୁ ସଂସାର ରୂପକ ସାଗରରୁ ନେଇ ଆକାଶ ରୂପକ ମହାଜାଗତିକ ଦୃଶ୍ୟ ଭିତରେ ଲୀନ କରିଦେବାକୁ ସେ ଆଶା ପୋଷଣ କରିଛନ୍ତି। ତ ତାଙ୍କର ମାନସ ହଂସ ଭୋଗ ଓ ମାୟାରେ ପଡ଼ି ଧିମେଇ ଯାଇଛି। ତାକୁ ଚଳଚଞ୍ଚଳ କରିବା ପାଇଁ, ଜାଗ୍ରତ କରିବା ପାଇଁ କବିଙ୍କର ପ୍ରତ୍ୟୟ ଦୃଢ଼ ହୋଇଛି। ସମୟ ବା କାଳ ତାଙ୍କୁ ଗ୍ରାସିବା ଆଗରୁ ସେ କାଳରୂପକ ଦୁର୍ଗମ ଗିରିକୁ ଅତିକ୍ରମି ପରମ ସୁଖ ଲାଭ ପାଇଁ ବ୍ୟାକୁଳ ହୋଇଛନ୍ତି ଓ କହିଛନ୍ତି, ମାନସ ହଂସ ମୁଁ ମାନସେ ଯିବି ଉଡ଼ି, ମୋ ଦିଶେ ପଥ ହୁଡ଼ି ଭରମେ ଅବିରତ। ଅଳପ ତୃଷା କ୍ଷୁଧା ଲଭି ତୁମରି ସୁଧା, ତୃପତ ହେଲା ତେବେ ଲୋଡ଼ଇଏ ମୋର ତ। ପୁଣି ନିଜ ବାସନା ଜାଳେ ବିକଳ ବିଧୃତ, ତିମିର ଅଜ୍ଞାନୀ ମିଳେ କି ଅମୃତ। ଛାଡ଼ିବି ଦୂରେ ଯିବି ପାରାବାରେ ଭାସିବି, ଲଙ୍ଘି ହିମଗିରି ଯିବି ଗୋ ବେଳଥାଉ। ତ କବି ଭବସାଗରରୁ ପାରି ହେବା ପାଇଁ ପ୍ରତ୍ୟୟ କବିଙ୍କର କ୍ରମେ ଦୃଢ଼ ହେବାରେ ଲାଗିଛି। ସମୟ ବା କାଳ କବିଙ୍କୁ ଗ୍ରାସ କରିବା ପୂର୍ବରୁ ସମୟକୁ କାଳକୁ ଜୟ କରିବାକୁ କବି ଆଶା ପୋଷଣ କରିଛନ୍ତି। ଅର୍ଥାତ୍ ସମୟ ଥାଉ ଥାଉ ସଂସାର ରୂପକ ଦୁର୍ଗମ ଗିରିକୁ ଲଙ୍ଘି ଯିବା ପାଇଁ କବି ଚାହିଁଛନ୍ତି। କାମନା ବାସନାର ବିକଳ ବିଦ୍ୟୁତ ମନ ତାଙ୍କର ଈଶ୍ୱରଙ୍କ ପ୍ରେମସତ୍ତା ଅନୁସନ୍ଧାନରେ ବ୍ରତୀ ହୋଇଛି। କବି ପୁଣି ନିଜ ସଂସାରର ଗୁଣ କୀର୍ତ୍ତନ କରିଛନ୍ତି। ପତ୍ନୀ ସନ୍ତାନ ହେତୁକ ଆନନ୍ଦ ଲାଭର ପରମ ତୃପ୍ତି ତାଙ୍କ କାବ୍ୟ ପ୍ରତିଭାର ପ୍ରତିଫଳିତ ହୋଇଛି। ପ୍ରିୟତମା ପ୍ରାଣରେ ଅସୀମ ଆନନ୍ଦ ଓ ସ୍ନେହ ପ୍ରଭୁ ଭରି ଦେଇଛନ୍ତି। ତ ସେସବୁକୁ କେବଳ କବିଙ୍କ ପାଇଁ। ପୁଣି ପ୍ରିୟତମାର ସ୍ନେହ, କରୁଣା ଓ ପ୍ରୀତିର ଗୋଟିଏ ମନ୍ଦାକିନୀ ଧାରା କବିଙ୍କ ହୃଦୟରେ ପ୍ରତିଫଳିତ ହୋଇଛି। ସନ୍ତାନର କ୍ରନ୍ଦନ ଧ୍ୱନି ଭିତରେ କବି ସଫଳ ସାଂସାରିକ ଆନନ୍ଦ ଲାଭ କରିଛନ୍ତି।
ଏସବୁ କେବଳ କରୁଣାମୟଙ୍କ ଦୟାରୁ ସମ୍ଭବ ହୋଇଛି, ଯାହାକି ତାଙ୍କର ନିର୍ଦ୍ଦେଶରେ ସକାଳ ଆଉ ସଞ୍ଜ ତାଙ୍କର ନିର୍ଦ୍ଦେଶରେ ସୃଷ୍ଟ ସକଳ କାର୍ଯ୍ୟ ଦ୍ୱାରା ନିୟନ୍ତ୍ରିତ। ଈଶ୍ୱରଙ୍କର ଏହି ଲୀଳାଖେଳାରେ ଗୋଟିଏ ମନ୍ମୟ ଚିତ୍ର କବି ଅଙ୍କନ କରିଛନ୍ତି। ତ ସେ କହୁଛନ୍ତି, ଦେଇଛ ପ୍ରିୟା ପ୍ରାଣୀ ଅମର ପ୍ରୀତି ଭରି, ମୋ ଶିଶୁ କ୍ରନ୍ଦନେ ଅମର ମୋର ଆଶା। ପ୍ରଭାତ ସନ୍ଧ୍ୟାରେ ଖେଳାଏ ରୂପ ଢେଉ, ବିକଳ କଣ୍ଠେ ମୋ ଫୁଟାଇଛ ତ ଭାଷା। ଗାଇବି ବନ୍ଦୀ ମୋ ଚରଣ ବନ୍ଦନା, ସେ ଲାଗି ଏ ବୀଣାରେ ଦେଇଛ ମୂର୍ଚ୍ଛନା। ସେ ସୁଖ କରି ହେଲା ଲଗାଇଲି ମୁଁ ଖେଳା, ମିଳନ ମଧୁରାତି ପାଇଲା ଚାହୁଁ ଚାହୁଁ। ମିଥ୍ୟା ବିପଣିରେ ବଣିଜ ମରଣିଛି, ନଚେତି ତିଳେ ଯାହା କଲେ ମୁଁ ମଣି ଭାଉ। ତ କବି ନିଜକୁ ଜଣେ ସଂସାର ବନ୍ଧନରେ ବନ୍ଦୀ ରୂପେ ତୁଳନା କରିଛନ୍ତି। ଏ ବନ୍ଧନରେ ତାଙ୍କୁ ସେହି ସର୍ବମୟ କର୍ତ୍ତା ହିଁ ବାନ୍ଧି ଦେଇଛନ୍ତି। ଏ ବନ୍ଧନ ସତ୍ତ୍ୱେ କବିଙ୍କ ହୃଦୟରେ ଈଶ୍ୱର ମଧୁର ମୂର୍ଚ୍ଛନା ଭରି ଦେଇଛନ୍ତି। ତ ତାଙ୍କ ଜୀବନ ବୀଣାରେ ପ୍ରଭୁ ନାମ ଗାନ କରିବା ପାଇଁ ସମର୍ଥ, ମାତ୍ର ସେ ମୂଢ଼ପଣରେ ସେ କଥାକୁ ଭୁଲି ଯାଇଛନ୍ତି। ସେ ବେପାର ବଣିଜରେ ମିଥ୍ୟା କହିଲେ ଯେପରି ବେପାର ମାନ୍ଦା ହୁଏ, ସେପରି ଏ ମିଛ ସଉଦା ହାଟରେ କବି ଠକି ଯାଇଛନ୍ତି, ବାଟଗଣା ହୋଇଛନ୍ତି। ମୁହୂର୍ତ୍ତକ ମଧ୍ୟରେ ବାଟ ହୁଡ଼ି ପୁଣି ସେଇ ପରମ ପୁରୁଷଙ୍କ ସାନ୍ନିଧ୍ୟ ଲାଭ କରିଛନ୍ତି। ସେ ମିଳନର ମଧୁରାତି ତାଙ୍କର ପାଇଯାଇଛି। ମିଥ୍ୟା ମୋହରେ କବିଙ୍କ ଆବଦ୍ଧ ଜୀବନ ଗୋଟିଏ ସୀମାବଦ୍ଧତା ଭିତରୁ ମୁକ୍ତିର ସ୍ୱପ୍ନ ଦେଖିଛି। ତ ସେ ନିଜକୁ ଦୋଷୀ ମନେ କରିଛନ୍ତି, କାରଣ ପ୍ରକୃତ ସୁଖକୁ ବୁଝି ନ ପାରି ସେ ମାୟାର ଅନ୍ଧ ହୋଇଛନ୍ତି। କବିଙ୍କ ମୋହଭଙ୍ଗ ଘଟିଛି ଯେତେବେଳେ, ସେତେବେଳେ ସେ ନିଜକୁ ପୌଷର ଝରାପତ୍ର ପରି ସମୟ ସୁଅରେ ବସେଇ ଦେଇଛନ୍ତି। ସ୍ୱପ୍ନ ସବୁଜିମାମୟ ଏହି ସଂସାର ବୃକ୍ଷରୁ ମନ ଫୁଲ ଓ ପତ୍ର ତାଙ୍କର ଝରି ପଡ଼ିଛି। ନିରାଶା ଓ ହତାଶାରେ ସେ ଆଚ୍ଛାଦିତ ତାଙ୍କର ମନ ହୋଇଛି। ସେଥିପାଇଁ ସେ ଧୈର୍ଯ୍ୟହରା ନ ହୋଇ ନିଜ ହୃଦୟ ଭିତରେ ଥିବା ପରମ ପୁରୁଷଙ୍କ ସତ୍ତାକୁ ଉପଲବ୍ଧି କରି ଶାନ୍ତି ପାଇଛନ୍ତି। ତାର ଶୁଭ ଆଗମନର ସୁସମ୍ବାଦ ସେ ଶୁଣିଛନ୍ତି। ତାଙ୍କର ସ୍ପର୍ଶ ଲାଭ କରି ପୌଷର ଥୁଣ୍ଟା ଗଛ ପୁଣି ପଲ୍ଲବିତ ହୋଇ ଉଠିଛି, ଏ ଆଶା ପୋଷଣ କରିଛନ୍ତି ସେ। ତେଣୁ ଏ ପାପ ପଙ୍କିଳମୟ ସଂସାରରୁ ବିଦାୟ ଦେଇ ଅମୃତର ଅନୁସନ୍ଧାନରେ ବାହାରିଛି କବି ମନ। ସଂସାରର ସବୁ ପ୍ରାଣୀଙ୍କୁ ସେହି ପରମ ଆରାଧ୍ୟ ପରମ କାରୁଣିକ ଅନିର୍ବଚନୀୟ ସତ୍ତା ଭିତରେ ହଜାଇ ଦେବାକୁ ଆହ୍ୱାନ କରିଛନ୍ତି। କବି ସେହି ମହାସତ୍ତାରେ ମିଳିତ ହେବାକୁ ଆଶା ପୋଷଣ କରି କହିଛନ୍ତି, ଚାଲରେ ଚାଲ ମନ ନିତ୍ୟ ମଧୁବନ, ଦେଖିବୁ ପ୍ରିୟ ରାସ ଅଦୂରେ ଗୋଲକରେ। ଅଦୂର ପଥେ ଆଜି ମିଳନ ତାର ସାଥେ, ବିଜୟ ରଥୀ ତୋର ଜୀବନ ଆଲୋକରେ। ଯାତ୍ରୀ ପଥ ତୋର ପଲକି ହେବ ଶେଷ, ଶେଷରେ ସନ୍ଦେହ ସକଳ ତୋର କ୍ଲେଶ। ଧନ୍ୟ ହେବୁ ଆଜି ପୁଣ୍ୟ ଦର୍ଶନେ, କ୍ଷୁଣ୍ଣ ସବୁ ପାପ ଦୁଷ୍କତର ରାହୁ। ଜୀବନ ଦେବତା ମୋ ଜୀବନ ପଥେ ବିଜେ, ତରଣୀ ମୋର ତାର ସାଗରେ ବହିଯାଉ। ତ ଜାଗତିକ ସଂସାର ମୋହ ତ୍ୟାଗ କରି ସେହି ମହାଚେତନାରେ ମିଳିତ ହେଲେ ଅନନ୍ତ ଯାତ୍ରା ହେବ ପରିସମାପ୍ତି। ତ ବ୍ୟକ୍ତି ମନରୁ ସକଳ ହିଂସା ଦ୍ୱେଷ କଳହ ଈର୍ଷାଦିର ପରିସମାପ୍ତି ହେବ। କବି ଏହି ମହାନ୍ ସତ୍ତା ଭିତରେ ନିଜକୁ ହଜାଇ ଦେଇ ଧନ୍ୟ ହେବା ପାଇଁ କହିଛନ୍ତି। କବିଙ୍କର ଏହି ଯାତ୍ରାପଥର ପଥ ପ୍ରଦର୍ଶକ ରୂପେ ଭଗବାନଙ୍କର ସାନ୍ନିଧ୍ୟ ଅନୁଭବ କରିଛନ୍ତି। ଯିଏ ମୋର ଏହି ଅନନ୍ତ ଯାତ୍ରା ପଥର ପଥ ପ୍ରଦର୍ଶକ, ଆଉ କ'ଣ ଚିନ୍ତା। ଏହି ମିଥ୍ୟା ମୋହକୁ ପରିତ୍ୟାଗ କରି ସତ୍ୟର ଅନିସନ୍ଧିତ୍ସୁ ହୋଇ ଠିକ୍ କବି ମନ। ଏ ସଂସାର ସାଗରରୁ, ଏ ନୈରାଶ୍ୟରୁ, ଏ ଅନ୍ଧକାରରୁ ମୁକ୍ତିଦାତା ଭାବି ତାଙ୍କୁ ସେହି ପରମ କାରୁଣିକ ହିଁ ଏକମାତ୍ର ବିକଳ୍ପ, ଏକଥା କବି ହୃଦୟଙ୍ଗମ କରିଛନ୍ତି। ତ
ତ ଯାତ୍ରା ସଙ୍ଗୀତ କବିତା ଯାହାକି ପରମ ତୃପ୍ତିର ନିତ୍ୟ ଆନନ୍ଦର ସ୍ମୃତି ଓ ସ୍ମାରକୀ ହୋଇ ଜନସମାଜକୁ ଦିଗ୍ଦର୍ଶନ ପ୍ରଦାନ କରିଛି।